ଓଡ଼ିଶାର କାହାଣୀ। ଆଜି ଛୋଟ ଆରବ ତାର ଆଈ ନିର୍ମଳାଙ୍କୁ ପଚାରିଲା, ଯେତେବେଳେ ସେମାନେ ଥଣ୍ଡା ବାରଣ୍ଡାରେ ବସିଥିଲେ, ମୋତେ ଆମ ଘର, ଆମ ଓଡ଼ିଶା ବିଷୟରେ କୁହ। ନିର୍ମଳାଙ୍କ ଆଖି, ଯାହା ପ୍ରାଚୀନ କାହାଣୀରେ ପରିପୂର୍ଣ୍ଣ ଥିଲା, ଚମକି ଉଠିଲା। ବସିପଡ଼ ମୋ ଧନ, ସେ କହିଲେ। ତାଙ୍କ ସ୍ୱର ସନ୍ଧ୍ୟାର ପବନ ପରି ଶାନ୍ତ ଥିଲା, କାରଣ ଓଡ଼ିଶାର କାହାଣୀ ସୂର୍ଯ୍ୟ ପରି ପୁରୁଣା ଏବଂ ମୌସୁମୀ ପରି ଜୀବନ୍ତ। ଆମ ମାଟି, ନିର୍ମଳା ଆରମ୍ଭ କଲେ, ଏକଦା ଅନେକ ନାମରେ ଜଣାଶୁଣା ଥିଲା। ସେଥିମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଥିଲା କଳିଙ୍ଗ। ଏହା ଥିଲା ବୀର ଯୋଦ୍ଧା ଏବଂ ଜ୍ଞାନୀ ରାଜାମାନଙ୍କର ଭୂମି। ଏଠାରେ ମହାନ କଳିଙ୍ଗ ଯୁଦ୍ଧ ହୋଇଥିଲା, ଏକ ଏପରି ଭୟଙ୍କର ଯୁଦ୍ଧ ଯାହା ଜଣେ ସମ୍ରାଟଙ୍କ ହୃଦୟ ପରିବର୍ତ୍ତନ କରିଦେଇଥିଲା। ଆମର ଏପରି ମନ୍ଦିର ଅଛି ଯାହା ଆକାଶକୁ ଛୁଇଁଥାଏ, ସେ କହିଚାଲିଲେ। କୋଣାର୍କର ସୂର୍ଯ୍ୟ ମନ୍ଦିର ଏକ ଅଦ୍ଭୁତ କଳାକୃତି। ସୂର୍ଯ୍ୟ ଦେବତାଙ୍କ ପାଇଁ ଏକ ବିଶାଳ ରଥ, ଯେଉଁଥିରେ ବାହାର ଯୋଡ଼ା ଜଟିଳ କାରୁକାର୍ଯ୍ୟପୂର୍ଣ୍ଣ ଚକ ରହିଛି। ପ୍ରତ୍ୟେକ ଚକ ଏକ ସୂର୍ଯ୍ୟଘଡ଼ି, ଯାହା ଦିନର ସମୟ କହିଥାଏ। ଆଉ ପବିତ୍ର ସହର ପୁରୀରେ, ନିର୍ମଳାଙ୍କ ସ୍ୱର କୋମଳ ହୋଇଗଲା, ବିଶାଳ ଜଗନ୍ନାଥ ମନ୍ଦିର ଅବସ୍ଥିତ। ଏହା ପ୍ରଭୁ ଜଗନ୍ନାଥ, ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କର ଘର। ସେମାନେ ଆମ ଭକ୍ତିର କେନ୍ଦ୍ରବିନ୍ଦୁ। ପ୍ରତିବର୍ଷ ଭବ୍ୟ ରଥଯାତ୍ରା, ରଥମାନଙ୍କର ପର୍ବ, ରାସ୍ତାକୁ ଆନନ୍ଦରେ ଭରିଦିଏ। ଦେବତାମାନେ ନିଜ ମନ୍ଦିର ଛାଡ଼ି ମାଉସୀଙ୍କ ଘରକୁ ଯାଆନ୍ତି ଏବଂ ସାରା ସହର ସେମାନଙ୍କ ଯାତ୍ରାକୁ ପାଳନ କରେ। ଓଡ଼ିଶା ହେଉଛି କଳାକାରମାନଙ୍କର ଭୂମି, ନିର୍ମଳା କହିଲେ। ତାଙ୍କ ହାତ ଏବେ ଏକ ତୁଳିର ଗତିକୁ ଅନୁକରଣ କରୁଥିଲା। ଆମର ପଟ୍ଟଚିତ୍ର ବହୁତ ପ୍ରସିଦ୍ଧ। ଏଗୁଡ଼ିକ କପଡ଼ାର ଜଟିଳ ସ୍କ୍ରୋଲ, ଯାହା ଆମର ମହାନ ମହାକାବ୍ୟ ଏବଂ ପୁରାଣର କାହାଣୀ କହିଥାଏ, ଯାହା ପ୍ରାକୃତିକ ରଙ୍ଗରେ ଅଙ୍କାଯାଇଥାଏ। ଆଉ ଆମର ନୃତ୍ୟ, ଓଡ଼ିଶୀ, ଏକ ପ୍ରକାରର ପୂଜା। ପ୍ରତ୍ୟେକ ଗତି, ପ୍ରତ୍ୟେକ ଦୃଷ୍ଟି, ହାତର ପ୍ରତ୍ୟେକ ମୁଦ୍ରା ଏକ କାହାଣୀ କହିଥାଏ। ଏହା ଗତିଶୀଳ କବିତା, ଏକ ନୃତ୍ୟ ଯାହା ହଜାର ହଜାର ବର୍ଷ ଧରି ଆମ ମନ୍ଦିରମାନଙ୍କରେ ପରିବେଷଣ କରାଯାଇ ଆସୁଛି। ଆମ ଘର କେବଳ ମନ୍ଦିର ଏବଂ କଳାରେ ସୀମିତ ନୁହେଁ, ବରଂ ଏହା ପ୍ରକୃତିର ଏକ ଉପହାର ମଧ୍ୟ। ଆମର ଅଛି ବିଶାଳ ଚିଲିକା ହ୍ରଦ, ଭାରତର ସବୁଠାରୁ ବଡ଼ ଉପକୂଳବର୍ତ୍ତୀ ଲୁଣି ହ୍ରଦ। ଏହା ଦୂର ଦେଶରୁ ଆସୁଥିବା ପକ୍ଷୀମାନଙ୍କ ପାଇଁ ଏକ ସ୍ୱର୍ଗ ଏବଂ ଏହା ଖେଳପ୍ରିୟ ଇରାୱାଡ଼ି ଡଲଫିନ୍ମାନଙ୍କର ଘର। ଆଉ ଆମ ରାଜ୍ୟର ହୃଦୟରେ ରହିଛି ଶିମିଳିପାଳ ଜାତୀୟ ଉଦ୍ୟାନ, ଏକ ଘଞ୍ଚ ଜଙ୍ଗଲ ଯାହା ଏକ ବ୍ୟାଘ୍ର ଅଭୟାରଣ୍ୟ। ଏହା ଉଚ୍ଚ ଗଛ, ଚକଚକ୍ କରୁଥିବା ଜଳପ୍ରପାତ ଏବଂ ମହାବଳ ବାଘର ଗର୍ଜନର ଏକ ଦୁନିଆ। ନିର୍ମଳା ଆରବକୁ ଏକ ଉଷ୍ମ ଆଲିଙ୍ଗନରେ ବାନ୍ଧିନେଲେ। ଏଇଟା ଆମ ଓଡ଼ିଶା, ମୋ ଧନ, ସେ ଫୁସ୍ଫୁସ୍ କରି କହିଲେ। ଏକ ସମୃଦ୍ଧ ଇତିହାସ, ଜୀବନ୍ତ ସଂସ୍କୃତି ଏବଂ ମନମୁଗ୍ଧଙ୍କର ପ୍ରକୃତିର ଭୂମି। ଏହା ଏକ କାହାଣୀ ଯାହା ଆମ ପ୍ରତ୍ୟେକଙ୍କ ଭିତରେ ବଞ୍ଚି ରହିଛି।